ବାଲେଶ୍ୱର ଟାଉନ୍ ଥାନା ପୋଲିସକୁ ମିଳିଛି ବଡ଼ ସଫଳତା। 4 ଜଣ ଯୁବକଙ୍କୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ। ଯେଉଁ ଯୁବକମାନେ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ସ୍ଥାନରେ ମହିଳାଙ୍କ ବେକରୁ ସୁନାହାର ଲୁଟ୍ କରିଥାନ୍ତି, ସେହି କ୍ରମରେ ଆଜି ଗୋପାଳ ଗାଁର ଏକ ବୃଦ୍ଧ ମହିଳାଙ୍କ ପାଖରୁ ସୁନାହାର ଛଡ଼ାଇ ପଳାଇ ଯାଉଥିବା ସମୟରେ ପୋଲିସ ସେମାନଙ୍କୁ ମାଡ଼ି ବସିଥିଲା। ସେମାନଙ୍କ ପାଖରୁ ପୋଲିସ 25.450 ଗ୍ରାମର 4ଟି ସୁନାହାର, ଗୋଟିଏ ବ୍ଲାକ୍ କଲର୍ର ପଲ୍ସର ମୋଟରସାଇକେଲ ଏବଂ ଗୋଟିଏ ସ୍କୁଟିକୁ ଜବତ କରିବାରେ ସଫଳ ହୋଇଛି। ଏହି ଦୁର୍ବୃତ୍ତଙ୍କ ନାମରେ ଟାଉନ୍ ଥାନା, ସହଦେବ ଖୁଣ୍ଟାର ଥାନା, ଶିଳ୍ପାଞ୍ଚଳ ଥାନା, ସଦର ଥାନା, ନୀଳଗିରି ଥାନାରେ ମଧ୍ୟ ବିଭିନ୍ନ ମାମଲା ରହିଛି। ଗିରଫ 4 ଜଣ ଯାକ ହେଉଛନ୍ତି ଚନ୍ଦନ ବେହେରା, ଘର ହେଉଛି ସିନ୍ଦୁରୀ; ରବିନାରାୟଣ ବେହେରା, ଘର ଅଗତପୁର; ଶେଖ ମେହରବାନ, ଘର ମଧୁଆ ମିଲ୍ ଛକ; ଦୀପକ ସାହୁ, ଘର ସହଦେବ ଖୁଣ୍ଟା। ଏମାନଙ୍କୁ ଆଜି ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି।